ପୂର୍ଣ୍ଣମୀ ଦିନ 5 ଦିନ ଆମର ମହାପ୍ରଭୁ ବିଜେ କରନ୍ତୁ ଗ୍ରାମ 4 ଦିନ ବିଜେ କରି ସାରିଲା ଇଚ୍ଛାପୂର୍ତ୍ତି ଆମେ ଡାକରାରେ ସେଟା ଫେରିଲା ସେ ରାଜାକୁ ବି ରାଜାମାନେ ଆସି ମନ୍ଦିରରେ ପ୍ରବେଶ କରନ୍ତି। ଦୋଳ ପୂର୍ଣ୍ଣମୀ ଦିନ ଆମର ଦଶଯାତ୍ରା ହୁଏ। ସମସ୍ତେ ଶାନ୍ତି ଶୃଙ୍ଖଳା ରଖନ୍ତୁ। ଆମର ନାଚ ହେଉଛି 25/3/2024 ସମସ୍ତେ ଆସିବେ, ସମସ୍ତେ ଆମର ଦେଖିବେ, ନାଚ ଉପଭୋଗ କରିବେ। ସେଥିପାଇଁ ଆମର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ମୁଁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଶୃଙ୍ଖଳା ସହିତ ସମସ୍ତେ ପାଳନ କରନ୍ତୁ। ଦୋଳ ଯାତ୍ରା ଯେଉଁ 5 ଦିନ ଆମର ଅଛି 5 ଦିନ ସମସ୍ତେ ପିଠା ସାକର ଯାହା ଯେମିତି ଯାହା ଅଛି ଲୋକମାନେ ଉପଭୋଗ କରନ୍ତୁ। 5 ଦିନ ଆନନ୍ଦ ବହୁତ ଭଲ ଲାଗେ। ଦୋଳ 5 ଦିନ ବୋଲେ ସମସ୍ତେ ଏକାଠି ହେବେ, ଗାଁ ଭାଇ ସମସ୍ତେ ଭାଇ ଭଉଣୀ ମା ମାଉସୀ ସମସ୍ତେ ଏକାଠି ହେବେ, ଗାଁର ଗୋଟେ ଭଲ ଲାଗେ। ପିତୃପୁରୁଷ ମାନେ ସେ ଦୋଳ ପୂର୍ଣ୍ଣିମା ଯାତ୍ରାକୁ ପାଳନ କରି ଆସୁଥିଲେ କେଉଁ ପରମ୍ପରା ଆବାହନ କାଳୁ। ଆଉ ଆମେ ମଧ୍ୟ ସେଟା ଦେଖିକିରି ମଧ୍ୟ ସେଇ ଫାଲ୍ଗୁନ ମାସ ପୂର୍ଣ୍ଣିମା ଦିନ ଦୋଳ ପୂର୍ଣ୍ଣମୀ ଯାତ୍ରା ହୁଏ। ଆମର ଫଗୁ ଦଶମୀ ଦିନ ଭିତର ଫଗୁ ହୁଏ। ଆଉ ଫଗୁ ଦଶମୀ ଦିନ ବାସି ମହାପୁରୁ ଗ୍ରାମ ଭ୍ରମଣ କରନ୍ତି। 5 ଦିନ ଭ୍ରମଣ କରିକିରି ଆସିଲା ପରେ ପୂର୍ଣ୍ଣମୀ ଦିନ ଆମର ଯେଉଁ ପରମ୍ପରା ଯାତ୍ରା ଯେମିତି ନୀତି ନିୟମ ଚାଲିଛି ସେଇ ପ୍ରକାର ନୀତି ନିୟମ ଅନୁସାରେ ଆମେ ମଧ୍ୟ ପାଳିତ କରି ଚାଲିଛୁ। ରାଧାକୃଷ୍ଣଙ୍କର ମହିମା ବହୁତ କିଛି ଅଛି। କାହିଁକି ଆମେ ଯାହା ମାନସିକ କରିକିରି ରାଧାକୃଷ୍ଣଙ୍କୁ ଆମେ ଜଣାଉଛୁ ଆମର ମନସ୍କାମନା ବି ପୂର୍ଣ୍ଣ ହେଉଛି। ଆମ ଗାଁର ବି ଉନ୍ନତି ହେଇ ଚାଲିଛି। ପିଠାପଣା ସେମିତି କିଛି ପୂର୍ଣ୍ଣମୀ ଦିନ ଆମର ଏଠି ହୁଏନି। ଆମର ନୀତି ନିୟମ ଅନୁସାରେ ଆବାହନ କାଳୁ ଯେଉଁ ପ୍ରକାର ଆମ୍ବ ଆଉ ସାକର ଆଉ ଚଣା ଭୋଗ ହୁଏ।